ବର୍ତ୍ତମାନ ରଥରେ ବିଜେ କରିଛନ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା। ସେ ଗୁଣ୍ଡିଚା ମନ୍ଦିରରେ ବର୍ତ୍ତମାନ ପୂଜା ପାଉଛନ୍ତି। ଅନେକ ଭକ୍ତଙ୍କର ସମାଗମ ଏଥିପାଇଁ ହେଉଛି। ସମସ୍ତେ ଶାନ୍ତି ଶୃଙ୍ଖଳାର ସହିତ ଭଗବତ ଦର୍ଶନ କରି ମନ ଆନନ୍ଦିତ ହେଇଯାଉଛନ୍ତି। କିନ୍ତୁ ଏହି ମୁହୂର୍ତ୍ତରେ, ଏହି ସମୟରେ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି କରିଛି ସମସ୍ତ ଜ୍ଞାନୀ ବିଜ୍ଞାନୀ ମାନଙ୍କର ମନ ମଧ୍ୟରେ। ଗୋଟିଏ ପ୍ରଶ୍ନ, ଏଇ 2000 ମସିହା ରଥକୁ ବିଜେ କରିଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁ କାହିଁକି ପିନ୍ଧିଲେ ନାହିଁ ଟାହିଆ? ଟାହିଆର ମହତ୍ତ୍ୱ ସମସ୍ତେ ଆପଣମାନେ ନିହାତି ଜାଣିଛନ୍ତି। ଯେଭଳି ପ୍ରକାର ଦୟଣା ତୁଳସୀ ଶ୍ରୀ ଜଗନ୍ନାଥଙ୍କର ଗଳାରେ ପିନ୍ଧିଲେ ଶୋଭା ପାଏ, ସେହିଭଳି ରଥଯାତ୍ରା ସମୟରେ ତିନି ଠାକୁର ଟାହିଆ ମୁଣ୍ଡରେ ଦେଇ ଗଲେ ଅପୂର୍ବ ଶୋଭା ପ୍ରଦର୍ଶନ ପାଇଥାଏ। ତେଣୁ ସମସ୍ତେ ଅପେକ୍ଷା କରନ୍ତି ଟାହିଆ ଝୁଲେଇ ଝୁଲେଇ କିଭଳି ପ୍ରକାରର ତିନି ଠାକୁର ରଥାରୂଢ଼ ହେବେ। ତେଣୁ ଏଇ 2000 ମସିହାର ଟାହିଆ ନ ପିନ୍ଧି ଶ୍ରୀ ଜଗନ୍ନାଥ ମହାପ୍ରଭୁ ରଥ ଉପରେ ପ୍ରବେଶ କରିବା ସମସ୍ତଙ୍କୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମୁଣ୍ଡରେ ଟାହିଆ ରହିଲାନି, ତାହେଲେ ଏଇ 2000 ମସିହାର ସମସ୍ତଙ୍କର ମୁଣ୍ଡ ଉପରେ ସୁରକ୍ଷା ପ୍ରଦାନ କରୁଥିବା ଘରର ଛାତ ରହିବ ତ? ଆପଣମାନେ ନିଜେ ଚିନ୍ତା କରନ୍ତୁ। କାରଣ ଯଦି ଆବଶ୍ୟକ ଜିନିଷ ଶ୍ରୀଜୀଉଙ୍କ ମସ୍ତକରେ ନ ରହିଲା, ତାହେଲେ ଅନ୍ୟମାନେ କିଭଳି ସୁରକ୍ଷିତ ରହିବେ? ତାମାନେ ଏଇଠୁରୁ ପ୍ରମାଣିତ ହୋଇଛି ଏଇ 2000 ମସିହାରେ ଅନେକ ପ୍ରକାରର ଦୁରାରୋଗ୍ୟ ସହିତ ଝଡ଼ ବତାସ ଆସିବାର ସମ୍ଭାବନା ଅଛି। ଏହାକୁ ସମ୍ମୁଖୀନ ହୁଅନ୍ତୁ ଏବଂ ମୋର ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରନ୍ତୁ। ଯଦି ମୁଁ ଠିକ୍ କଥା କହିଥାଏ ନିଶ୍ଚିତ ଭାବରେ ଲାଇକ୍ କରିବେ। କାରଣ ମୋତେ ଯାହା ମନରୁ ଆସିଲା ତାହା ବି ମୁଁ କହିଲି। ଏହା ମନଗଢ଼ା କାହାଣୀ ନୁହେଁ, ଯାହା ଦୂରଦୃଷ୍ଟିରୁ ଅନୁମାନ କରାହେଉଛି। ଯଦି ମହାପ୍ରଭୁ ଟାହିଆ ବିହୀନ ରଥକୁ ପ୍ରବେଶ କଲେ, ନିଶ୍ଚିତ ଭାବରେ ଲୋକମାନେ ଛାତ ବିହୀନ ବାତ୍ୟା ବନ୍ୟାର ସମ୍ମୁଖୀନ ହୋଇ, ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇ ନିଶ୍ଚିତ ଭାବରେ ପ୍ରାଣତ୍ୟାଗ କରିବେ, ଏହା ସୁସ୍ପଷ୍ଟ ହେଇଯାଉଛି। ତେଣୁ ଏତିକି କହୁଛି। ମୋର ଏଇ ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ।